ଯେଉଁ କବି ସ୍ୱଭାବ କବି ଉପାଧିରେ ନିଜର ପ୍ରତିଭା ବଳରେ ସୁନାମ ଅର୍ଜନ କରିଥିଲେ ସେ ଥିଲେ ସ୍ୱଭାବ କବି ଗଙ୍ଗାଧର ମେହେର। ସ୍ୱଭାବ କବି ଗଙ୍ଗାଧର ମେହେର ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଏକ ଦରିଦ୍ର ତନ୍ତୀ ପରିବାରରେ 1862 ମସିହା ଶ୍ରାବଣ ପୂର୍ଣ୍ଣିମା ରାତିରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଚୈତନ୍ୟ ମେହେର ଲୁଗା ବୁଣି ଗୁଜୁରାଣ ମେଣ୍ଟାଉଥିଲେ। ଗଙ୍ଗାଧର ମେହେର ପଇସା ଅଭାବରୁ କଷ୍ଟେ ମଷ୍ଟେ ମାତ୍ର ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିପାରିଥିଲେ। ଗାଁ ସ୍କୁଲରୁ ପାଠପଢ଼ା ଛାଡ଼ି ବାପାଙ୍କ ବ୍ୟବସାୟରେ ଲାଗି ପଡ଼ିଥିଲେ। ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗ ଆରମ୍ଭରେ ଭାରତୀୟ ପ୍ରାଚୀନ ସାହିତ୍ୟରୁ ଆଦର୍ଶ ଭିତ୍ତିକ ଚରିତ୍ର ଓ କାହାଣୀ ସଂଗ୍ରହ କରି ତାହାକୁ ସେ ନୂତନ ଭାବରେ ଉପସ୍ଥାପନା କରିଥିଲେ। ମାତୃଭୂମି ମାତୃଭାଷା ପ୍ରତି ତାଙ୍କ ଅନ୍ତରରେ ପ୍ରୀତି ତାଙ୍କ କାବ୍ୟ କବିତାରେ ଫୁଟି ଉଠିଛି। ସେ ଆବେଗରେ ସହିତ ଲେଖୁଥିଲେ, ମାତୃଭୂମି ମାତୃଭାଷାରେ ମମତା ଯାହା ହୃଦେ ଜନମି ନାହିଁ, ତାକୁ ଯେବେ ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ। ସେ ତାଙ୍କ କାବ୍ୟ କବିତାରେ ଅନ୍ୟାୟ ଅତ୍ୟାଚାରର ତୀବ୍ର ବିରୋଧ କରିଛନ୍ତି। ଯଥାର୍ଥରେ ସେ ଥିଲେ ଜଣେ ସମାଜ ସଂସ୍କାରକ। ତପସ୍ୱିନୀ, ଇନ୍ଦୁମତୀ, ପ୍ରଣୟବଲ୍ଲରୀ, କୀଚକବଧ ଆଦି କାବ୍ୟ ଓ କୃଷକ ସଙ୍ଗୀତ, ଅର୍ଘ୍ୟଥାଳି ଇତ୍ୟାଦି କବିତା ସଂକଳନ ତାଙ୍କ ମହାନ କବିତ୍ୱର ପରିଚୟ ବହନ କରେ। ଏହି କବି ଆଧୁନିକ କାଳରେ ଉଚ୍ଚଶିକ୍ଷା ପାଇନଥିଲେ ମଧ୍ୟ ତାଙ୍କ ରଚନାଗୁଡ଼ିକ କାଳ କାଳ ଧରି ଆମକୁ ଉନ୍ନତ ଶିକ୍ଷା ପ୍ରଦାନ କରିଆସୁଛି। ଗଙ୍ଗାଧର ମେହେର ଦାରିଦ୍ର୍ୟର ତୀବ୍ର କଷାଘାତରେ କ୍ଳାନ୍ତ ଶାନ୍ତ ଜୀବନ ଅତିବାହିତ କରିଥିଲେ। ସେତେବେଳେ ବରପାଲିରେ ହଇଜା ଲାଗିଥିଲା। ପରିବାର ବର୍ଗକୁ ରୋଗ ଦାଉରୁ ରକ୍ଷା କରିବା ପାଇଁ ଗଙ୍ଗାଧର ମେହେର ବରପାଲି ନିକଟସ୍ଥ ବାମନଗୁଡ଼ାକୁ ଆଶ୍ରୟ ନେବା ପାଇଁ ଯାଇଥିଲେ। କିନ୍ତୁ ବରପାଲିରେ ହଇଜା ଲାଗିଥିବାରୁ ଏମାନଙ୍କୁ ସେ ଗ୍ରାମବାସୀମାନେ ହଠାତ୍ ନିଜ ଗ୍ରାମରେ ଆଶ୍ରୟ ଦେଇନଥିଲେ। ଫଳତଃ ଗଙ୍ଗାଧର ମେହେର ବାଧ୍ୟ ହୋଇ ସେହି ଗ୍ରାମ ପାଖ ଆମ୍ବତୋଟା ପରିବାରବର୍ଗ ସହ ଆଶ୍ରୟ ନେଇଥିଲେ। ପ୍ରାୟ 1 ସପ୍ତାହ ରହିବା ପରେ ସେହି ବାମନଗୁଡ଼ା ଗ୍ରାମର ଜନୈକ ଗ୍ରାମବାସୀଙ୍କ ଗୋରୁ ଗୁହାଳରେ ଏମାନଙ୍କୁ ରହିବାକୁ ପଡ଼ିଥିଲା। ସପ୍ତାହବ୍ୟାପୀ ଖୋଲା ସ୍ଥାନରେ ବର୍ଷା ଥଣ୍ଡା ପବନର ପ୍ରାଦୁର୍ଭାବରେ ତାଙ୍କ ଗର୍ଭବତୀ ସ୍ତ୍ରୀ ଶାନ୍ତି ଦେବୀ ଅସୁସ୍ଥ ହୋଇପଡ଼ିଥିଲେ ଏବଂ କିଛି ଦିନ ପରେ ସେ ମୃତ୍ୟୁବରଣ କରିଥିଲେ। ପ୍ରିୟତମା ପତ୍ନୀଙ୍କ ମୃତ୍ୟୁ ପରେ ସେ ଦ୍ୱିତୀୟ ପତ୍ନୀ ଚମ୍ପାକୁ ଗ୍ରହଣ କରିଥିଲେ। ସ୍ୱଭାବ କବି ଗଙ୍ଗାଧର ମେହେର 1924 ମସିହା ଅପ୍ରିଲ ମାସ 4 ତାରିଖରେ ଏ ଅଧ୍ୟାମ ତ୍ୟାଗ କଲେ। ଭକ୍ତ କବି ମଧୁସୂଦନ ରାଓ। ଭକ୍ତ କବି ମଧୁସୂଦନ ରାଓ 1853 ମସିହା ଜାନୁଆରୀ ମାସ 29 ତାରିଖ ପବିତ୍ର ଶ୍ରୀପଞ୍ଚମୀ ଦିନ ପୁଣ୍ୟଧାମ ପୁରୀରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଭାଗୀରଥୀ ରାଓ ଓ ମାତାଙ୍କ ନାମ ଥିଲା ଅମ୍ବିକା ଦେଈ। ତାଙ୍କ ପିତା ଜଣେ ପୋଲିସ କର୍ମଚାରୀ ଥିଲେ। ସେ ଛୋଟ ଥିଲାବେଳେ ତାଙ୍କ ମାଆଙ୍କର ମୃତ୍ୟୁ ହୋଇଯାଇଥିଲା। ପିଲାବେଳୁ ତାଙ୍କର ଭକ୍ତିଭାବ ରହିଥିଲା। ଭାଗବତ ପଢ଼ିଲା ବେଳେ ସେ ଭକ୍ତିରେ ଅଧୀର ହୋଇପଡ଼ୁଥିଲେ। ତାଙ୍କ ରଚିତ ବର୍ଣ୍ଣବୋଧ ସହିତ ପ୍ରତ୍ୟେକ ଓଡ଼ିଆ ସୁପରିଚିତ ଗୀତି କବିତା ପ୍ରବନ୍ଧ ଅନୁବାଦ ଶିଶୁ ସାହିତ୍ୟ ରଚୟିତା ଭାବରେ ସେ ବେଶ ପ୍ରସିଦ୍ଧ। କବିତାବଳୀ ବସନ୍ତ ଗାଥା ସାହିତ୍ୟ କୁସୁମ ଏବଂ ସାହିତ୍ୟ ପ୍ରସଙ୍ଗ ଇତ୍ୟାଦି ସୃଷ୍ଟି ସମ୍ଭାର ଲେଖକଙ୍କର ଅତି ଜନପ୍ରିୟ ପୁସ୍ତକ। ତାଙ୍କ ଭକ୍ତିଭାବର ପ୍ରାର୍ଥନା ଏବେ ବି ଅନେକ ସ୍କୁଲରେ ବୋଲାଯାଏ
ତନ୍ମଧ୍ୟରୁ ଗୋଟିଏ ହେଉଛି ଏହାନନ୍ଦମୟ କୋଟି ଭୁବନ ପାଳକ ଅଧର୍ମ କ୍ଷମମୟୀ ଅବଧ ବାଳକ ଜ୍ଞାନଦାତା ଭଗବାନ ଦିଅ ମୋତେ ଶୁଭବୁଦ୍ଧି ଦିଅ ଦିବ୍ୟ ଜ୍ଞାନ ସତ୍ୟ ପ୍ରତ୍ୟେ ଧର୍ମ ପଥେ ଘେନି ଯାଅ ମୋତେ ଭସାଅ ପରାଣ ମୋର ତବ ପ୍ରେମ ସତେ ପ୍ରଭୁ ପରମ ଶରଣ ଏ ଜୀବନ ଶ୍ରୀଚରଣେ କଲି ସମର୍ପଣ। ମଧୁସୂଦନ ରାଓଙ୍କ ସାହିତ୍ୟର ଥିଲା ଉଦାର ଧର୍ମଭାବ। ଉପନିଷଦୀୟ ଅମୃତ ସୃଷ୍ଟି ତାଙ୍କ ସାହିତ୍ୟକୁ ସ୍ୱତନ୍ତ୍ର ମର୍ଯ୍ୟାଦା ପ୍ରଦାନ କରିଛି। ମଧୁସୂଦନ ରାଓ ଶିକ୍ଷକରୁ ସ୍କୁଲ ବିଭାଗର ପରିଦର୍ଶକ ହୋଇଥିଲେ। ଓଡ଼ିଆ ସାହିତ୍ୟର ସନେଟ୍ ରଚନାରେ ସେ ସିଦ୍ଧହସ୍ତ ଥିଲେ। 1912 ମସିହା ଡିସେମ୍ବର ମାସ 28 ତାରିଖରେ ସେ ଇହଧାମ ଛାଡ଼ି ସ୍ୱର୍ଗବାସୀ ହୋଇଥିଲେ। ବନ୍ଦେ ଉତ୍କଳ ଜନନୀ ବନ୍ଦେ ଉତ୍କଳ ଜନନୀ ବନ୍ଦେ ଉତ୍କଳ ଜନନୀ ଚାରୁଭାଷମୟୀ ଚାରୁଭାଷମୟୀ ଜନନୀ 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 ବନ୍ଦେ ଉତ୍କଳ ଜନନୀ ପୂତ ପୟୋଧି ବିଧୋତ ଶରୀରା ତାଳ ତମାଳ ସୁଶୋଭିତ ତୀରା ସୁବ୍ରତ ନିକୁଳ ଶିଖର ସମୀରା ଜନନୀ 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 ବନ୍ଦେ ଉତ୍କଳ ଜନନୀ ঘন ঘন বন ভূমি রাজিত অঙ্গে নীল ভূধর মালা সাজে তরঙ্গে কল কল মুখরিত চারু বিহঙ্গে জননী 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 বন্দে উৎকল জননী সুন্দর শালী সুশোভিত ক্ষেত্রা জ্ঞান বিজ্ঞান প্রদর্শিত নেত্রা যোগী ঋষি গণ উঠ পবিত্রা জননী 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 বন্দে উৎকল জননী বন্দে উৎকল জননী বন্দে উৎকল জননী বন্দে উৎকল জননী।